ପିଲାମାନେ ଆଜିର ଗପରେ ଆମେ ଜାଣିବା ଯେ ଗୋଟେ ଆମ୍ବ ଗଛର ଦୟାଳୁତା ପାଇଁ କିଭଳି ଭାବରେ ଛୋଟ ଛୋଟ ମହୁମାଛିମାନେ ଗୋଟେ ବିଶାଳ ବଡ଼ ଓସ୍ତ ଗଛଟିକୁ ବଞ୍ଚାଇଲେ ଆଜି ଆମେ ଗପ ପଢ଼ିଲେ ଜାଣିପାରିବା। ତ ଚାଲ ଗପଟିକୁ ପଢ଼ିବା। ଦୟାଳୁ ଆମ୍ବ ଗଛ। ଗୋଟିଏ ଜଙ୍ଗଲରେ ଦୁଇଟି ଗଛ ଥିଲା। ଗୋଟିଏ ଆମ୍ବ ଗଛ ଥିଲା ଆଉ ଗୋଟିଏ ଓସ୍ତ ଗଛ ଥିଲା। ଆମ୍ବ ଗଛଟି ଶାନ୍ତ ସ୍ୱଭାବର ଥିବାବେଳେ ଓସ୍ତ ଗଛଟି ଭାରି ରାଗି ଥିଲା। ଦିନେ ସେ ଜଙ୍ଗଲକୁ ଦଳେ ମହୁମାଛି ଉଡ଼ି ଆସିଲେ। ସେମାନେ କେଉଁ ଏକ ଗଛରେ ବସା ବାନ୍ଧି ରହିବାକୁ ଚାହୁଁଥିଲେ। ତାଙ୍କ ଭିତରେ ଥିବା ରାଣୀ ମହୁମାଛିର ନଜର ଓସ୍ତ ଗଛ ଉପରେ ପଡ଼ିଲା। ସେ କହିଲା, ଏ ଗଛ ବହୁତ ଘନ ଓ ବଡ଼, ଆମେ ଏ ଗଛରେ ଆମର ଘର ତିଆରି କରି ରହିବା। ତେଣୁ ସେ ଓସ୍ତ ଗଛକୁ କହିଲା, ଗଛ ଭାଇ, ଆମେମାନେ ତୁମ ଡାଳରେ ଆମ ବସା ବାନ୍ଧି ରହିପାରିବୁ? ଓସ୍ତ ଗଛ ରାଗି ଯାଇ କହିଲା, ନା ନା, ମୋ ଉପରେ କିଏ ଘର କରି ରହିବାଟା ମୋର ପସନ୍ଦ ନୁହେଁ। ତୁମେ ତୁମ ଘର ପାଇଁ ଅନ୍ୟ ଜାଗା ଦେଖ, ଯାଅ ଏଠି ତୁମେ ରହିପାରିବ ନାହିଁ। ଓସ୍ତ ଗଛର ବ୍ୟବହାରରେ ରାଣୀ ମାଛି ମନ ଦୁଃଖ କଲା। ସେତିକି ବେଳକୁ ଆମ୍ବ ଗଛ ରାଣୀ ମାଛିକୁ ପାଖକୁ ଡାକିଲା। କହିଲା, ରାଣୀ ମହୁମାଛି, ତୁମେ ତୁମ ସାଙ୍ଗମାନଙ୍କ ସହ ଏଇଠିକୁ ଆସ, ଆଉ ମୋ ଡାଳରେ ନିଜ ପାଇଁ ବସା ବାନ୍ଧ। ମୁଁ ତୁମ କାମରେ ଆସିଲେ ମୋତେ ବହୁତ ଖୁସି ଲାଗିବ। ରାଣୀ ମହୁମାଛି ଖୁସି ହୋଇ କହିଲା, ଧନ୍ୟବାଦ ଆମ୍ବ ଭାଇ, ତୁମ ସ୍ୱଭାବ ତୁମ ଫଳ ପରି ମିଠା। ଏଣିକି ମହୁମାଛିମାନେ ଆମ୍ବ ଗଛରେ ବସା ବାନ୍ଧି ରହିବାକୁ ଲାଗିଲେ। ଦିନେ ଦୁଇଜଣ କାଠୁରିଆ ଗଛ କାଟିବାକୁ ଜଙ୍ଗଲକୁ ଆସିଲେ। ଆମ୍ବ ଗଛକୁ ଦେଖି ଜଣେ କହିଲା, ଆରେ, ଏଇ ଗଛଟି ତ ବହୁତ ବଡ଼। ଆମେ ଯଦି ଏହାର ଡାଳ କାଟି ନେଇ ବିକିବା ତାହେଲେ ଆମକୁ ବହୁତ ପଇସା ମିଳିବ। ଅନ୍ୟ କାଠୁରିଆ ଜଣକ କହିଲା, ଠିକ୍ କଥା କହିଛ, ଚାଲ ଆମେ ତାକୁ କାଟିଦେବା। ଦୁଇଜଣ ଯାକ ଗଛ କାଟିବାକୁ ଆମ୍ବ ଗଛ ପାଖକୁ ଆସିଲେ। ସେମାନଙ୍କୁ ମହୁମାଛି ବସା ଦେଖାଗଲା। ସେମାନେ କଥାବାର୍ତ୍ତା ହେଲେ, ଆମେ ଯଦି ଏ ଗଛ କାଟିବାକୁ ଯିବା ତେବେ ଆମକୁ ମହୁମାଛିମାନେ ମାରି ପକାଇବେ। ସେମାନେ ଆମ୍ବ ଗଛ ନ କାଟି ଫେରିବା ସମୟରେ ଓସ୍ତ ଗଛକୁ ଦେଖିଲେ। ଜଣେ କାଠୁରିଆ କହିଲା, ଏ ଓସ୍ତ ଗଛଟି ଆମ୍ବ ଗଛ ଠାରୁ ଘନ ଓ ବଡ଼ ଅଛି, ଚାଲ ଏ ଗଛଟିକୁ କାଟି ନେବା। ଦୁଇଜଣ ଯାକ ଯାଇ ଓସ୍ତ ଗଛକୁ କାଟିବାକୁ ଲାଗିଲେ। ଯେତେବେଳେ ଆମ୍ବ ଗଛ ଦେଖିଲା କାଠୁରିଆମାନେ ଓସ୍ତ ଗଛକୁ କାଟୁଛନ୍ତି, ସେ ରାଣୀ ମହୁମାଛିକୁ ଡାକି କହିଲା, ଏବେ ଓସ୍ତ ଗଛକୁ ରକ୍ଷା କରିବା ଦରକାର। ତୁମେ ଓ ତୁମ ସାଥୀମାନେ ଯାଇ ଓସ୍ତ ଗଛକୁ ରକ୍ଷା କର। ରାଣୀ ମହୁମାଛି ତା ସାଥୀମାନଙ୍କୁ ନେଇ କାଠୁରିଆ ଦୁଇଜଣଙ୍କୁ ଆକ୍ରମଣ କଲା। ଫଳରେ ସେମାନେ ଗଛ ନ କାଟି ସେ ଜାଗା ଛାଡ଼ି ପଳାଇଗଲେ। ଓସ୍ତ ଗଛ ରାଣୀ ମହୁମାଛିକୁ କହିଲା, ଭଉଣୀ, ମୁଁ ତୁମମାନଙ୍କୁ ମୋ ଡାଳରେ ବସା ବାନ୍ଧି ରହିବାକୁ ଦେଇନଥିଲି, ହେଲେ ତୁମେ ସେ କଥା ମନେ ନ ରଖି ଆଜି ମୋର ଜୀବନ ରକ୍ଷା କଲ। ତୁମକୁ କେମିତି ଧନ୍ୟବାଦ ଦେବି ଜାଣିପାରୁନି। ରାଣୀ ମହୁମାଛି କହିଲା, ତୁମେ ଧନ୍ୟବାଦ ଆମ୍ବ ଗଛକୁ ଦିଅ। ସେ ଠିକଣା ସମୟରେ ତୁମକୁ ବଞ୍ଚାଇବା ପାଇଁ ଆମକୁ ପ୍ରେରଣା ଦେଇଥିଲେ ବୋଲି ତୁମ ଜୀବନ ରକ୍ଷା ହେଲା। ଓସ୍ତ ଗଛ ଆମ୍ବ ଗଛକୁ ଧନ୍ୟବାଦ ଜଣାଇଲା। ତା ପରଠାରୁ ତାର ସ୍ୱଭାବରେ ପରିବର୍ତ୍ତନ ଆସିଲା। ଏଥିପାଇଁ କହନ୍ତି, କାହାର କ୍ଷତି କର ନାହିଁ, ବରଂ ଅସୁବିଧା ସମୟରେ ଅନ୍ୟକୁ ସାହାଯ୍ୟ କରିବା ଆବଶ୍ୟକ। ବୁଝିପାରିଲ ନାହିଁ ପିଲାମାନେ? ଦେଖିବା ତୁମେ ଏ ପ୍ରଶ୍ନର ଉତ୍ତର ଦେଇପାରୁଛ ନା ନାହିଁ। ପ୍ରଥମ ପ୍ରଶ୍ନ ହେଉଛି, ଆମ୍ବ ଗଛ ପାଖରେ କେଉଁ ଗଛ ଥିଲା? ଆମ୍ବ ଗଛ ପାଖରେ ଓସ୍ତ ଗଛ ଥିଲା। ତାପରେ ଦ୍ୱିତୀୟ ପ୍ରଶ୍ନ କହୁଛି, ମହୁମାଛିମାନେ କେଉଁ ଗଛରେ ବସା ବାନ୍ଧିଲେ? ଆମ୍ବ ଗଛରେ ବସା ବାନ୍ଧିଲେ। ଜଙ୍ଗଲରୁ କିଏ କାଠ କାଟିବାକୁ ଆସିଥିଲେ? ନା କାଠୁରିଆମାନେ କାଠ କାଟିବାକୁ ଆସିଥିଲେ। ଓସ୍ତ ଗଛକୁ କାଠୁରିଆ ଦୁଇଜଣ କାହିଁକି କାଟି ପାରିଲେ ନାହିଁ? କାରଣ ମହୁମାଛି ତାଙ୍କ ଉପରକୁ କ'ଣ କଲେ? ନା ଆକ୍ରମଣ କରିଦେଲେ, ସେଥିପାଇଁ ସେମାନେ କାଟି ପାରିଲେ ନାହିଁ। ତ ଦେଖ ପିଲାମାନେ, ଆମେ ଗପକୁ ଭଲ ଭାବରେ ପଢ଼ିଦେଲେ। ବର୍ତ୍ତମାନ ଆଜ୍ଞା କାର୍ଯ୍ୟଫର୍ଦ୍ଦ 4 ଆଲୋଚନା କରିବା। କାର୍ଯ୍ୟଫର୍ଦ୍ଦ 4 କ'ଣ କହୁଛି? ନା ଚିତ୍ର ଦେଖିବା, ଭାବିବା, କହିବା ଓ ଗଛର ବିଭିନ୍ନ ଅଂଶର ନାମ ଖାଲି ଜାଗାରେ ଲେଖିବା। ଯେମିତିକି ଏଇଟା ଦେଖ, ଏଇଟା କେଉଁ ଗଛ ଦେଖୁଛ? ନା ଇଏ ହେଉଛି ହରଡ଼ ଗଛ। ତାହେଲେ ହରଡ଼ ଗଛର କ'ଣ କ'ଣ ସବୁ ଅଛି ଦେଖ। ଫୁଲ ଅଛି, ତା ସହିତ ଫଳ ବି ହେଇଛି ତାପରେ ଇଏ ମୂଳରେ ସବୁ ଦେଖ ହେଇ କ'ଣ ନା ତା ଚେର। ତାହେଲେ ଇଏ ଯେଉଁ ସବୁ ଅଙ୍ଗ ସହିତ କ'ଣ କରାଯାଇଛି ନା ଗାର ଟଣା ହେଇ କୋଠରୀ ହେଇଛି, ସେଇ ସବୁ ଅଙ୍ଗର ନାମ କ'ଣ କରିବ ନା କୋଠରୀ ଭିତରେ ଲେଖିବ। ବୁଝିପାରିଲ ନା ବୁଝିପାରିଲନି? ତାପରେ କହୁଛି, ଆସ ଗଛର ବିଭିନ୍ନ ଅଂଶକୁ ନେଇ ଆମେ କ'ଣ କରୁ ବାପା ମାଆଙ୍କୁ ପଚାରି ବୁଝିବା ଆଉ ଲେଖିବା। ବିଭିନ୍ନ ଅଂଶକୁ ତୁମେ ନେଇ କ'ଣ କର? ଫଳକୁ ନେଇ କ'ଣ କର? ଫୁଲକୁ ନେଇ କ'ଣ କର? ଚେରକୁ ନେଇ କ'ଣ କର? କାଣ୍ଡକୁ ନେଇ କ'ଣ କର? ଇଏ ସବୁ ଜିନିଷକୁ ନେଇ ତୁମେ କ'ଣ କର, ଏଠି ଗୋଟେ ଲେଖା ଶବ୍ଦ ଲେଖିବ। ଯେମିତିକି ଉଦାହରଣ ଦେଇଛି, ଚେରକୁ ନେଇ ତୁମେ କ'ଣ କର? ନା ଚେରରୁ ତୁମ ଔଷଧ ତିଆରି କର। ଫଳକୁ ନେଇ କ'ଣ କର? ନା ଫଳକୁ ତୁମେ ଖାଇଥାଅ, ଯାହାଫଳରେ ଆମକୁ ବଳ ମିଳିଥାଏ। ବୁଝିପାରୁଛ ନା ବୁଝିପାରୁନ? ଫୁଲକୁ ନେଇ କ'ଣ କରିଥାଉ? ନା ଫୁଲକୁ ନେଇକି ଆମେ ଭଗବାନ ପାଖରେ ଚଢ଼େଇଥାଉ। ବୁଝିପାରୁଛ ନା ବୁଝିପାରୁନ? ଏଇଭଳି କ'ଣ କରିବ, ତାର ବ୍ୟବହାର ଲେଖିବ। ତାପରେ କାର୍ଯ୍ୟଫର୍ଦ୍ଦ 5 ଦେଖ କ'ଣ କହୁଛି?
ନା କାର୍ଯ୍ୟପଦ 5 କହୁଛି ଆସ ଚିତ୍ର ଦେଖିବା ଓ ଜାଣିବା ଓ କହିବା। ଯେମିତି ଚିତ୍ର ଦେଖ, ପ୍ରଥମ ତମ ପାଖରେ କ'ଣ ରହୁଛି ନା ମଞ୍ଜି ରହିବ ହେଲା। ମଞ୍ଜିକି କ'ଣ କଲ ତମେ ନା ମଞ୍ଜିକି ତମେ କ'ଣ କରିବ ନା ମାଟି ଭିତରେ ତାକୁ କ'ଣ କଲ ନା ପୋତି ଦେଲ। ଯେତେବେଳେ ମାଟି ଭିତରେ ତମେ ମଞ୍ଜିକି ପୋତି ଦେଉଛ, ମଞ୍ଜିରୁ ସବୁଠୁ କ'ଣ ହେବ ନା ମଞ୍ଜିରୁ ତମ ସବୁଠୁ ଗଜା ବାହାରିବ। ଗଜା ବାହାରିଲେ ଗଜା ସବୁଠୁ 2 ପତ୍ର ହେବ, 2 ପତ୍ରରୁ ଚାରି ପତ୍ର ହେବ, 4 ପତ୍ରରୁ ଚାରା ଗଛ ହେଇଯିବ। ଚାରା ଗଛ ହେଇସାରିବା ପରେ ସେ ଗୋଟେ ବଡ଼ ଗଛରେ ପରିଣତ ହେବ। ବଡ଼ ଗଛ ଯେତେବେଳେ ହେବ, ପାକଳ ହେବ, ତା ଦେହରୁ କ'ଣ ହେବ ନା ଫୁଲ ଧରିବ। ଫୁଲ ଧରିଲା ମାନେ ସେ ଫୁଲଟା ଯେତେବେଳେ ଟିକେ ପାକଳ ହେଇକି ଆସିବ, ସେ ଫଳରେ ପରିଣତ ହେବ। ଫଳ ସେଠୁ କିଛି ଦିନ ପରେ ପାଚିଗଲା। ଫଳ ପାଚିଲା, ତା ଭିତରେ ମଞ୍ଜି ସୃଷ୍ଟି ହେବ। ବୁଝିପାରୁଛ ନା ବୁଝିପାରୁନ? ସେଇଭଳି କ'ଣ ହେଲା ନା ଫଳ ଖାଇସାରିବା ପରେ ମଞ୍ଜି ବଳିଲା, ପୁଣି ମଞ୍ଜିକି ଆମେ କ'ଣ କଲେ ମାଟିରେ ପୋତି ଦେଲେ, ସେଠୁ ପୁଣି ଗଛ ହେଲା। ଏଇଭଳି କ'ଣ ହେଉଛି ନା ଇଏ ଗୋଟିଏ ସାଇକେଲ ତମର ତିଆରି ହେଉଛି, ଗୋଟେ ଚକ୍ର ତମର ଏଠି ତିଆରି ହେଇଯାଉଛି। ବୁଝିପାରୁଛ ନା ବୁଝିପାରୁନ? ତାହେଲେ କହୁଛି ଆସ ଚିତ୍ର ଦେଖି କାହା ପରେ କ'ଣ ହୁଏ ଭାବିବା, ତଳ ବାକ୍ୟ ଗୁଡ଼ିକୁ ବାଛି ସଜାଡ଼ି ଓ ପାଖ କୋଠରୀରେ କ୍ରମରେ ଆମେ ଲେଖିବା। ତାହେଲେ ତମେ ଚିତ୍ର ତ ଦେଖିଦେଲ, ମୁଁ ତମକୁ କହିଦେଲି। ପ୍ରଥମେ କ'ଣ କଲ ନା ମଞ୍ଜି ପୋତିଲ, ଗଜା ହେଲା, ଗଜାରୁ ସବୁଠୁ 2 ପତ୍ର ହେଲା, 2 ପତ୍ରରୁ ଚାରା ଗଛ ହେଲା, ଚାରା ଗଛରୁ ବଡ଼ ଗଛ ହେଲା, ବଡ଼ ଗଛ ପାକଳ ହେଇକି ଫୁଲ ହେଲା, ଫୁଲରୁ ସବୁଠୁ କ'ଣ ହେଲା ନା ସବୁଠୁ ପାକଳ ହେଇକି ଫଳ ହେଲା। ଫଳ ଯେତେବେଳେ ପାଚିଗଲା, ତା ଭିତରେ ମଞ୍ଜି ସୃଷ୍ଟି ହେଲା। ପୁଣି ସେ ମଞ୍ଜିକି ଆମେ କ'ଣ କଲେ ନା ମାଟି ତଳେ ପୋତି ଦେଲେ, ପୁଣି ସେ ଗଛ ହେଲା। ଏଇଭଳି ଗୋଟେ ଚକ୍ର ସୃଷ୍ଟି ହେଉଥିଲା। ତାହେଲେ ଆମେ ଯେଉଁ ପ୍ରୋସେସଟା ତମକୁ କହିଲି, ସେଇ ପ୍ରୋସେସଟାକୁ କ'ଣ କରିବ ଧୀରେ ଧୀରେ ଗୋଟେ କ୍ରମରେ କ'ଣ କରିବ ନା ଲେଖି ଚାଲିବ। ବୁଝିପାରିଲ ନା ବୁଝିପାରିଲନି? ହେଲା, ଯେମିତିକି ଦେଇଛି ଗଜାରୁ 2 ପତ୍ର ବାହାରେ, ପ୍ରଥମ ବାକ୍ୟ ଦେଲା। ଦ୍ୱିତୀୟ ବାକ୍ୟ କହୁଛି ଗଛରେ ଫୁଲ ହୁଏ, ତାପରେ ମଞ୍ଜିରୁ ଗଜା ହୁଏ, ତାପରେ କହୁଛି ଫୁଲରୁ ଫଳ ହୁଏ, ତାପରେ କହୁଛି 2 ପତ୍ର ବଢ଼ିଯାଇ ଚାରା ଗଛ ହୁଏ, ତାପରେ କହୁଛି ଫଳ ଭିତରେ ମଞ୍ଜି ଥାଏ, ତାପରେ କହୁଛି ଚାରା ଗଛରୁ ବଡ଼ ଗଛ ହୁଏ। ତାହେଲେ ପ୍ରଥମେ କ'ଣ କରିବ ନା ଗଜାରୁ 2 ପତ୍ର ବାହାରିବ, ନା ଗଛରେ ଫୁଲ ହେବ, ନା ମଞ୍ଜିରୁ ଗଜା ହୁଏ। କ'ଣ ହୋଇଥାଏ? ପ୍ରଥମେ ମଞ୍ଜିରୁ ଗଜା ହେବ। ଗଜା ହେଇସାରିଲା ପରେ କ'ଣ ହେବ ନା 2 ପତ୍ର ବାହାରିବ, ଗଜାରୁ 2 ପତ୍ର ବାହାରିବ। ତାପରେ କ'ଣ ହେବ? ଯେତେବେଳେ ଗଜାରୁ 2 ପତ୍ର ବାହାରିବ, ଚାରା ଗଛରେ ପରିଣତ ହେଇଯିବ। 2 ପତ୍ର ବଢ଼ିଯାଇ ଚାରା ଗଛ ହୁଏ। ଚାରା ଗଛ ଯେତେବେଳେ ସମ୍ପୂର୍ଣ୍ଣ ହେଇସାରିବ, ସିଏ ଗୋଟିଏ ଭଲ ଗଛରେ ପରିଣତ ହେବ। ଗଛରେ ଫୁଲ ହେବ ହେଲା। ଗଛରେ ଫୁଲ ହେଇସାରିବା ପରେ ଫୁଲରୁ କ'ଣ ହେଇଯିବ ନା ଫଳ ତିଆରି ହେବ। ଫୁଲରୁ କ'ଣ ତିଆରି ହେବ ନା ଫଳ ତିଆରି ହେବ। ସେଠୁ ଫଳରୁ କ'ଣ ହେଇଯିବ ନା ମଞ୍ଜି ତିଆରି ହେବ। ପୁଣି ସେ ମଞ୍ଜିକି ଗଜା ହେଇକି ପୁଣି ସେଠୁ ଗଛରେ 2 ପତ୍ର ହେବ, ଚାରା ଗଛ ହେବ, ବଡ଼ ଗଛ ହେବ। ବୁଝିପାରିଲ ନା ବୁଝିପାରିଲନି? ଏଇଠି କ'ଣ କରିବ, ଖାଲି ସ୍ଥାନରେ ତାକୁ କ୍ରମରେ ଲେଖିବ। ତାପରେ କାର୍ଯ୍ୟଫଳ 6 କହୁଛି ଆସ ଉଦାହରଣ ଦେଖି ଅକ୍ଷର ଯୋଡ଼ିବା ଓ ଶବ୍ଦ ଗଢ଼ିବା, ଖାଲି ଜାଗାରେ ଲେଖିବା ଓ ପଢ଼ିବା। ଯେମିତିକି ଗ ଯୁକ୍ତ ଛ କ'ଣ ହେଇଗଲା? ଗଛ ହେଇଗଲା। ଫ ଯୁକ୍ତ ଳ କ'ଣ ହେଇଯିବ? ଫଳ ହେଇଯିବ। ଫୁ ଯୁକ୍ତ ଲ କ'ଣ ହେଇଯିବ? ଫୁଲ ହେଇଯିବ। ଏଭଳି କ'ଣ କରିବ? ଇଏ ଅକ୍ଷରକୁ ଯୋଡ଼ି ଶବ୍ଦରେ ପରିଣତ କରି ଲେଖିବ। ବୁଝିପାରିଲ ନା ବୁଝିପାରିଲନି?